ମୁଁ ଆପଣଙ୍କୁ ବାରମ୍ବାର କହୁଛି ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ଅଂଶ ବିଶେଷ। ଯେତେବେଳେ ଯୋଉଠି ନିର୍ବାଚନର ଆବଶ୍ୟକତା ଅଛି, ସ୍ୱାୟତ୍ତ ଶାସନ ହଉ, ପଞ୍ଚାୟତ ହଉ, ବିଧାନସଭା ହଉ, ପାର୍ଲାମେଣ୍ଟ ହଉ ବା ଅନ୍ୟାନ୍ୟ ଯେତେ ନିର୍ବାଚନ ଅଛି ତାହା ନିର୍ଦ୍ଦିଷ୍ଟ ସମୟରେ ହେବା ଉଚିତ। ତେଣୁ ସରକାର ଯଦି ଘୋଷଣା କରିଛନ୍ତି ତାହେଲେ କରିବେ। ଯେହେତୁ ଆମେ ଗୋଟେ ରାଜନୈତିକ ଦଳରେ ଅଛୁ, ଦଳ ଅଛି, ଆମେ ସବୁବେଳେ ପ୍ରସ୍ତୁତ ଅଛି। ଆମର ସବୁ କାର୍ଯ୍ୟକ୍ରମ ଚାଲିଛି, ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଚାଲିଛି, ସାଂଗଠନିକ କାର୍ଯ୍ୟକ୍ରମ ଚାଲିଛି। ବରଂ ଆପଣ ଦେଖିବେ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ବାଛିବାରେ ବା ଜିଲ୍ଲା ସଭାପତିମାନଙ୍କର ଗଢ଼ିବାରେ ଆମେ ଆଗ କରିଛୁ। ଭାରତୀୟ ଜନତା ପାର୍ଟି ବହୁତ ପଛରେ ପଡ଼ିଛି ସେ ଦୃଷ୍ଟିରୁ, ଏବଂ ଅନ୍ୟାନ୍ୟ ଦଳମାନେ ମଧ୍ୟ ପଛରେ ପଡ଼ିଛନ୍ତି। ତେଣୁ ଭାରତୀୟ ଜନତା ପାର୍ଟି ସେମାନେ ସରକାର ଅଛନ୍ତି ବୋଲିକି ଗୋଟେ ଡିଣ୍ଡିମ ପିଟୁଛନ୍ତି, ବାହାଦୁରୀ ଦେଖାଉଛନ୍ତି, କିନ୍ତୁ ସାଂଗଠନିକ ଦୃଷ୍ଟିକୋଣ ଦେଖିଲେ ବିଜୁ ଜନତା ଦଳ ଆଗୁଆ ସବୁ ପଦକ୍ଷେପ ନେବାରେ ସମସ୍ତଙ୍କ ଆଗରେ ଅଛି। ତେଣୁ ସଂଗଠନକୁ ନେଇକି ନିର୍ବାଚନ, ଯେତେବେଳେ ନିର୍ବାଚନ ଆସିଲେ ବି ବିଜୁ ଜନତା ଦଳ ପ୍ରସ୍ତୁତ ଅଛି।